ଦୁଇ ଭାଇ ଯଦି ସାଥିରେ ଥିବେ ନା, ଏ ଦୁନିଆର ସବୁଠାରୁ ବଡ଼ ବଡ଼ ସଫଳତା ମଧ୍ୟ ହାସଲ କରିପାରିବେ ଜଣେ ଅନ୍ୟ ଜଣର ସାଥ ଦେଇ। ହେଲେ ଅସୁବିଧା ଏଇଆ କି ଏ ଦୁନିଆ ଦୁଇ ଭାଇଙ୍କୁ କେବେ ସାଥିରେ ଦେଖିପାରିବ ନାହିଁ। କି ନା ଏ ଦୁନିଆକୁ ଜଣାଥାଏ ଯେ ଦୁଇ ଭାଇ ଯଦି ସାଥିରେ ରହିବେ କାହା ଉପରେ ବି ଭାରି ପଡ଼ିଯିବେ। ସେଥିପାଇଁ ଦୁଇ ଭାଇଙ୍କୁ ଅଲଗା କରିବା ପାଇଁ ଦୁଇ ଭାଇଙ୍କୁ ଅଲଗା ଅଲଗା କଥା ମଧ୍ୟ କୁହାଯାଇଥାଏ। ରାମାୟଣରେ ରାବଣର ସାଥ ତା ଭାଇ ଛାଡ଼ି ଦେଇଥିଲା ତ ରାବଣର ବଧ ହୋଇଥିଲା। ଆଉ ପ୍ରଭୁ ଶ୍ରୀରାମଙ୍କ ପାଖରେ ତାଙ୍କ ଭାଇ ଥିଲେ ବୋଲି ରାବଣ ଭଳି ମହାନ ହସ୍ତିକୁ ବଧ କରିପାରିଥିଲେ। ସେଥିପାଇଁ ଭାଇ ସାଥିରେ ରହିବା ବହୁତ ଜରୁରୀ। ଯଦି ଦୁଇ ଭାଇ ସାଥିରେ ଅଛ ତ ତୁମଠାରୁ ବଳବାନ ଏ ଦୁନିଆରେ କେହି ନାହାନ୍ତି। ଦୁଇ ଭାଇ ସଦାସର୍ବଦା ଏକାଠି ରହିବାକୁ ଚେଷ୍ଟା କର। ଅନ୍ୟମାନଙ୍କ କଥା ଶୁଣି ନିଜ ଘରକୁ କେବେ ଭାଙ୍ଗନ୍ତୁ ନାହିଁ। ଜୟ ଜଗନ୍ନାଥ।